ଆରେ ଆସିଗଲ ତମେ। ଆରେ ଆଜି ନା ତମ ମନ ପସନ୍ଦର ଖାଇବା ତିଆରି କରିଛି। ଡ୍ରେସ୍ କଲ କଣ ତମ ପାଇଁ ବନେଇଥିବି। अरे साधा बिरयानी। ହଁ, ସାଧା ବିରିୟାନୀ। ଆରେ ଏବେ କି ଆସିଲା? रुह मु देखुची। ଆରେ କିଏ ଥିଲା? अरे किए नहीं ये इलेक्ट्रिक वाला आस्तिला इलेक्ट्रिक बिल टा देकी जाईची। ଆରେ ଏ ମାସରେ କେତେ ଇଲେକ୍ଟ୍ରି ବିଲ୍ ଆସିଛି? अरे 3000 टका इलेक्ट्रिक बिल आछी। ଆରେ ଏ ମାସରେ ଅଧିକ ଇଲେକ୍ଟ୍ରି ବିଲ୍ ଆସିନି ହେରି। ଆରେ ଶୁଣୁଛ, ଏ ମାସରେ ଆହୁରି ଖର୍ଚ୍ଚ ବଢିଯିବ, କାରଣ ଗ୍ୟାସ୍ ସରିଯିବ। ଆରେ କଣ ଭାବୁଛ? କଣ ଆଉ ଭାବିବି ଏଇ କଥା ଭାବୁଛି ଯେ ମୋର କେତେ କମ ଦରମା ଦରମା ଆସୁ ଆସୁ କୁଆଡେ ଶେଷ ହେଇଯାଉଛି। ଆରେ କିଛି କରିବା ମନ ହେଲା ବେଳକୁ ପଇସା କୁଆଡେ ଶେଷ ହେଇଯାଉଛି। ସବୁ ପଇସା ତ ଗ୍ୟାସ ଖର୍ଚ୍ଚ ଇଲେକ୍ଟ୍ରିକ ବିଲ୍ ଆଉ ଘରକୁ ସଉଦା ତ ସବୁ ପଇସା ଶେଷ ହେଇଯାଉଛି। ଜାଣିଛ ପିତା କାଲି ରାହୁଲର ବି ଦରମା ଆସିଥିଲା। ସେ ତା ସ୍ତ୍ରୀକି ନେଇକି ମୋନାଲି ବୁଲିବାକୁ ଯାଉଛି। ହେଲେ ଆମ ବାହାରକୁ ଆସିକି 5 ବର୍ଷ ହେଇଗଲାଣି ଆଜି ପର୍ଯ୍ୟନ୍ତ ମୁଁ ତମକୁ କୁଆଡେ ଟିକେ ବୁଲିବାକୁ ନେଇପାରିଲିନି। ପିତା ତମର ନିଶ୍ଚୟ ମନ ଦୁଃଖ ହଉଥିବ, କାରଣ ପ୍ରତ୍ୟେକ ଝିଅର ଇଚ୍ଛା ଥାଏ ବାହାଘର ପରେ ତା ସ୍ୱାମୀ ସହିତ ନୂଆ ନୂଆ ଜାଗା ବୁଲିବା ପାଇଁ ଆଉ ନୂଆ ନୂଆ ସପିଂ କରିବା ପାଇଁ। ହେଲେ ମୁଁ ଆଜି ପର୍ଯ୍ୟନ୍ତ ମୁଁ କୁଆଡେ ବୁଲିବାକୁ ନେଇପାରୁଛି ନା ସପିଂ କରିପାରୁଛି। ତମର ନିଶ୍ଚୟ ମନ ଦୁଃଖ ହଉଥିବ ନା? ନା ନା, ମତେ ଜମାରୁ ଖରାପ ଲାଗୁନି। ଆଚ୍ଛା କହିଲ, ତମେ ଏତେ ଯୋଉ କଷ୍ଟ କରୁଛ କାହା ପାଇଁ? ଆମ ପାଇଁ ନା? ହଁ, ଆଜି ତମର ଦରମା କମ ଅଛି, ଆମକୁ ସବୁଦିନ ଆଡଜଷ୍ଟ କରିକି ଚଳିବାକୁ ହଉଛି। ଦେଖିବ ଦିନେ ତମର ଦରମା ବହୁତ ଆସିବ, ଆଉ ଆମର ସବୁ ଦୁଃଖ ଦୂର ହେଇଯିବ। ତାପରେ ମୋର ଯୁଆଡେ ମନ ହବ ତମେ ମତେ ବୁଲେଇବାକୁ ନବ, ଆଉ ଢେର ସାରା ସପିଂ କରେଇବ। ଜି କହିଦେଲ, ଆଉ କେବେ ବି କହିବନି ମୋ ପାଇଁ କିଛି କରିନ ବୋଲି। ତମେ ମତେ ଏତେ ଭଲ ପାଉଛ, ମୋର ଏତେ କେୟାର ନଉଛ, ଏତେ ଇଜ୍ଜତ ଦଉଛ, ସେଇଟା ମୋର ଭାଗ୍ୟ। ତମ ଭଳି ମୁଁ ସ୍ୱାମୀ ପାଇଛି। ଆରେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ତମ ଭଳି ସ୍ୱାମୀ ମତେ ଏ ଜନ୍ମ ନୁହଁ 7 ଜନ୍ମ ଯାଏ ମିଳିଥାଉ। ଆରେ ତମ ଭଳିଆ ଯଦି ସ୍ତ୍ରୀ ଥିବ ନା ସେ ସ୍ୱାମୀର କେବେ ବି ଖରାପ ସମୟ ଆସିବ